ଆମ ଜଗା ଭାରି ବଢ଼ିଆ। ବିଷ୍ଣୁ ଶୁକର ରୂପ ଧରି ଧରଣୀ ପାତାଳ ଧରି ଲୀଳା ବିହାରେ ହିରଣାକ୍ଷ ଗୋବିନ୍ଦ ମାଇଲେ ପ୍ରତ୍ୟକ୍ଷ। ସେ କଥା ଶୁଣି ତ ସଚିତେ ଅଶ୍ରୁ ପୁଲକର ମଗାତ୍ରେ ମୈତ୍ରୀୟ ପାଦେ ଦେଇ ଶିର ଆନନ୍ଦେ ପୁଛଇ ବିତୁର। ନାଭିରୁ ବ୍ରହ୍ମା ଅବତାର ସେ ପ୍ରଜାପତିଙ୍କ ଈଶ୍ୱର। ପ୍ରଜାପତିଙ୍କୁ ଜାତ କଲା ସୃଷ୍ଟି ସୃଜନେ ଆଜ୍ଞା ଦେଲା। ମରିଚି ଆଦି ସପ୍ତ ତନୁ ଅପରେ ସ୍ୱୟଂଭୁବ ମନୁ। ପିତାର ଆଦେଶେ ସମସ୍ତେ ସୃଷ୍ଟି ସର୍ଜିଲେ କେମନ୍ତେ। ଭାର୍ଯ୍ୟା ସହିତେ ଜଗମତେ କିଏ ବା ସର୍ଜିଲେ ସ୍ୱତନ୍ତ୍ରେ। କିବା ସକଳ ଏକ ମେଳେ ସୃଷ୍ଟି ସର୍ଜିଲେ ଅନ୍ତରାଳେ। କିବା ଧରଣୀ ଜଳେ ସ୍ଥାପି ପ୍ରଜା ସର୍ଜିଲେ ବିଶ୍ୱରୂପୀ। ସେ ପୁଣି କିବା କଲେ ପରେ ତା ବିନୁ କେବା କହିପାରେ। ତୁମ୍ଭେ ଆଗତ ଅନାଗତ ସକଳ ବିଷୟ ବିଦିତ। ବ୍ରହ୍ମାଙ୍କ ଆଜ୍ଞା ଘେନି ଶିରେ ଜଗତେ କଲେ କି ପ୍ରକାରେ। ଶୁଣ ବିତୁର ଏକ ଚିତେ ଯେ ସୃଷ୍ଟି ପଦ୍ମକଳ୍ପ ଅନ୍ତେ। ଯେ କାଳ ରୂପୀ ବିଶ୍ୱନାଥ ଯା ମାୟା ବଳେ ଜଗତ। ସୋମାୟା ବଳେ କ୍ଷୋଭ ପାଇ ମହତ ରୂପ ସେ ଧରଇ। ରଜ ପ୍ରଧାନେ ତିନି ଗୁଣେ କଳ୍ପିଲା ଦୈବ ପ୍ରେରଣେ। ସେ ଭୂତ ଆଦି ଯେ ମହତ ଅଗ୍ରେ ସର୍ଜିଲା ପଞ୍ଚଭୂତ। ଶବଦ ଆଦି ପଞ୍ଚଗୁଣେ ମିଳିଲେ ସୃଷ୍ଟିର କାରଣେ। ଯେ ଜ୍ଞାନେନ୍ଦ୍ରିୟ ଚକ୍ଷୁ ଆଦି ଯେ କର୍ମେନ୍ଦ୍ରିୟ ହିପାକାଦି। ଶବ୍ଦାଦି ଯେତେକ ହୋଇଲେ ସୃଜନ ଅସମର୍ଥ ହେଲେ। ସେ ପୁଣି ଏକ ରୁଣ୍ଡ ହୋଇ ଦୈବ ଶକ୍ତିର ବଳ ପାଇ। କଳ୍ପିଲା ହେମମୟ ଅଣ୍ଡ ଯାହାକୁ ବୋଲନ୍ତି ବ୍ରହ୍ମାଣ୍ଡ। ସେ ଅଣ୍ଡ କୋଶ ମହାଜଳେ ପଡ଼ିବା ସଇ କାଳ ବଳେ। ସେ ପୁଣି ସହସ୍ର ବରଷେ ସେ ମହାର୍ଣ୍ଣବ ଜଳେ ଭାସେ। ସେ ଅଣ୍ଡ କୋଶ ମଧ୍ୟେ ହରି ଶଏ ଅନନ୍ତ ଶଯ୍ୟା କରି। ତା ନାଭି ପଦ୍ମ ପଦ୍ମ କୋଶ ସଲିଳେ ହୋଇଲା ପ୍ରକାଶ। ସେ ପଦ୍ମ ନିଜ ତେଜ ପୁଞ୍ଜେ ସହସ୍ରେ ରବି ରଶ୍ମି ଗଞ୍ଜେ। ସେ ପଦ୍ମ ମଧ୍ୟେ ସର୍ବଜନ୍ତୁ ପ୍ରକାଶେ ନିଜ କର୍ମ ହେତୁ। ବିରାଜ ରୂପ ତାର ମଧ୍ୟେ ଜନ୍ମିଲା ନିଜ କାର୍ଯ୍ୟ ସାଧେ। ସେ ପୁଣି ବିଷ୍ଣୁ ଉପଦେଶେ ସୃଷ୍ଟି ସର୍ଜିଲା ଅଣ୍ଡ କୋଷେ। ପୂର୍ବେ ଯେ ମତେ ସୃଷ୍ଟି ଥିଲା ସେ ନାନା ରୂପେ ସମ୍ପାଦିଲା। କାଳର ବଳେ କୋପ ମନେ ନିଶ୍ୱାସ ଛାଡ଼େ ଘନେ ଘନେ। ତାର ନିଶ୍ୱାସ ତତ୍କ୍ଷଣେ ଅବିଦ୍ୟା ସଙ୍ଗ ପଞ୍ଚଗଣେ। ତା ମିଶ୍ର ଅନ୍ଧ ତମ ତମ ମୋହ ମୋହ ମାୟା ପଞ୍ଚମ। ଏ ପଞ୍ଚତମ ଏକା ବେଳେ ଜନ୍ମିଲେ ଅନ୍ଧକାର ବଳେ। ଏ ସୃଷ୍ଟି ଦେଖି ତମମୟ ଧାତା ଛାଡ଼ିଲା ନିଜ ଦେହ। ସେ ପିଣ୍ଡ ଦେଖି ତମ ଗଣେ ବେଗେ ଧାଇଁଲା ତତ୍କ୍ଷଣେ। ସେ ଦେହ ମଧ୍ୟେ ସନ୍ଧ୍ୟା ମିଶି ତମେ ରଜନୀ ପ୍ରାୟ ଦିଶି। କ୍ଷୁଧା ତୃଷାର ଅତି ବଳେ ସର୍ବେ ମିଳିଲେ ଏକ ମେଳେ। ଥୋକେ ବୋଲନ୍ତି ରଖ ରଖ ଥୋକେ ବୋଲନ୍ତି ବେଗେ ଭକ୍ଷ। ତକ୍ଷଣେ ବ୍ରହ୍ମା ଭୟ ପାଇ ବୋଲେ ତାହାଙ୍କ ମୁଖ ଚାହିଁ। ଏ ପିଣ୍ଡ ରଖ ନରଭକ୍ଷ ଏଣୁ ହୋଇବ ଯକ୍ଷ ରକ୍ଷ। ତୁମ୍ଭେ ଯେ ଯକ୍ଷ ରକ୍ଷ ଗଣ ମୋର ବଚନ ଏବେ ଶୁଣ। ତୁମ୍ଭେ ମୋହର ପ୍ରଜା ହୁଅ ଏ ମନ୍ତ କହି ପିତାମହ। ସୂର୍ଯ୍ୟିଲା ଦେବ ସ୍ତ୍ରୀ ଗଣ ଦେବଙ୍କ ଭୋଗ୍ୟ ଯେ ପ୍ରମାଣ। ଦିବସ ରୂପା ସେ ସାକ୍ଷାତେ ସର୍ଜିଲା କ୍ରୀଡ଼ାର ନିମିତ୍ତେ। ବ୍ରହ୍ମା ସ୍ୱତିକ ମନୋଭାବ ତହୁଁ ଦେବଙ୍କ ଆବିର୍ଭାବ। ପୁଣି ଜଘନୁ ବେଦପତି ଅସୁର କଲା ଉତପତି। ସ୍ଥିର ଲମ୍ପଟ ଯେ ଯୁଗତେ ନାରୀଙ୍କୁ ଦେଖିଲେ ଅଗ୍ରତେ। ତାହାଙ୍କୁ ଦେଖି ତତ୍କ୍ଷଣେ ଧାଇଲେ ସେ ଅସୁର ଗଣେ। ମୈଥୁନ ଲୋଭେ ବନ୍ଧେ ଧାଇଁ ବେଗେ ବେଢ଼ିଲେ ଲୋଭ ବହି।
ନିର୍ଲଜ ପଣ ତାହାଙ୍କର ଦେଖି ହସିଲେ ବେତବର। ବ୍ରହ୍ମାର ହାସ୍ୟ ଦେଖି କୋପେ ମିଳିଲେ ତାଙ୍କର ସମୀପେ। ଚାହାନ୍ତେ କୋପିତ ବଦନେ ଭୟ ପଶିଲା ବ୍ରହ୍ମା ମନେ। ଶୂନ୍ୟେ ଗୋବିନ୍ଦ ପଦ ଧ୍ୟାଇ ବୋଲଇ ଶିରେ କର ଦେଇ। ପ୍ରାଣୀଙ୍କ ଅନୁଗ୍ରହ ଅର୍ଥେ ତୁ ନାଥ ଆଜ୍ଞା ଦେଲୁ ମତେ। ସୃଷ୍ଟି କରଇ ତୋର ବୋଲେ ତୋ ଅନୁରୂପ ଏ ଶୟଳେ। ତୁ ମତେ ରଖ ଚକ୍ରଧର ଏ ଗଣେ ମହାଭୟଙ୍କର। ଏ ଯେଭେ ଭକ୍ଷିବଟି ମତେ କେମନ୍ତେ ସର୍ଜିବି ଜଗତେ। ବ୍ରହ୍ମା ବିକଳ କର୍ଣ୍ଣେ ଶୁଣି ବୋଇଲେ ପ୍ରଭୁ ଚକ୍ରପାଣି। ଏ ଦେହ ଘୋର ଭୟଙ୍କର ବେଗ ତୁ ଛାଡ଼ ଏ ଶରୀର। ଶୁଣି ଗୋବିନ୍ଦର ବଚନ ତକ୍ଷଣେ ଛାଡ଼ିଲା ଜୀବନ। ସେ ଦେହ ସନ୍ଧ୍ୟା ରୂପ ହୋଇ ରୂପେ ଅସୁର ମନ ମୋହି। ନାନା ଅଳଙ୍କାର ସାଜେ ନିଜରଣେ ନୂପୁର ବାଜଣି। ମଦ ବିହ୍ୱଳିତ ଲୋଚନ ଦୁକୁଳେ କଟି ଶୋଭାବନ। କଟି ମେଖଳା ରତ୍ନସାର ହୃଦୟେ ତୁଙ୍ଗ ପୟୋଧର। ସୁନ୍ଦର ନାସିକା ବିରାଜେ ଦନ୍ତ ଡାଳିମ୍ବ ବୀଜ ଗଞ୍ଜେ। ମଧୁର ହାସ ମନୋହର ସମ୍ଭ୍ରମ କଟାକ୍ଷ ସୁନ୍ଦର। ବସ୍ତ୍ରେ ଆଚ୍ଛାଦି କଳେବର ପଥେ ଚାଲଇ ଲାଜଭର। ଅସୁରେ ଦେଖି ତା ଗମନ ସର୍ବେ ହୋଇଲେ ହତ ଜ୍ଞାନ। କହନ୍ତି ଏକ ଏକେ ଚାହିଁ ଏମନ୍ତ ଦେଖିଲା ତ ନାହିଁ। ନବୀନ ବୟସ ଏହାର ରୂପ ଲାବଣ୍ୟ ମନୋହର। ଏ ଆମ୍ଭ ମନ ମଧ୍ୟରେ ରମେ ଅକାମୀ ଜନ ପ୍ରାୟ ଭ୍ରମେ। ଏମନ୍ତେ ସନ୍ଧ୍ୟା ରୂପ ଦେଖି ପ୍ରମଦା ପ୍ରାୟ ଉପଲକ୍ଷୀ। ନୟନ ଦେଇ ତା ବଦନେ ଭାବେ ପୁଛନ୍ତି ଅନ୍ୟୋନ୍ୟେ। ଏ ମନ୍ଦ ବହୁତ ବିଚାର କରିଣ ସକଳ ଅସୁର। ପ୍ରଣୟ ବସେ ପ୍ରମଦାର କରିଣ ବହୁତ ସତ୍କାର। କୁବୁଦ୍ଧି ପଣରେ ଅସୁର ବୁଝିଲେ ତାକୁ ବାର ବାର। ଭୋରମ୍ଭା ଉରୁଷ କଲ୍ୟାଣୀ ପ୍ରମଦା କୁଳ ଶିରୋମଣି। କାହାର ପତ୍ନୀ ତୁ ବୋଲାଉ କହ ତୁ ଉପୁଜିଲୁ କାହୁଁ। କହ ତୁ ତୋର କିସ ନାମ କି ପ୍ରୟୋଜନେ ତୋ ଗମନ। ତୋ ରୂପେ ଗୁଣ ହୋଇଛନ ଆମ୍ଭର ସ୍ଥଗିତ ଲୋଚନ। ତୋହର ରୂପ ଗୁଣ ରାଶି ଆମ୍ଭର ପ୍ରଭାକୁ ବିନାଶୀ।